ଥଣ୍ଡା ତ ବହୁତ ଅନୁଭବ କରୁଛୁ। ଦେଖୁଛନ୍ତି ରାତିଠୁ ଥଣ୍ଡା ଆରମ୍ଭ ହୋଇଯାଉଛି, ସନ୍ଧ୍ୟା 6ଟାରୁ ଆରମ୍ଭ ହୋଇଯାଉଛି ଥଣ୍ଡା, ସକାଳୁ 11ଟା ପର୍ଯ୍ୟନ୍ତ ରହୁଛି। କୁହୁଡ଼ି ପୁରା ଜୋରରେ ହେଉଛି, ହାତ ଗୋଡ଼ ସବୁ ମରିଯାଉଛି, ନିଆଁରେ ଆଶ୍ରୟ ନେବାକୁ ପଡ଼ୁଛି। କାମଧାମ ବି କରି ହେଉନାହିଁ, କାମ କଲାବେଳକୁ ସେ 11ଟା 12ଟା ପରେ ହେଇଯାଉଛି, ଯାଇ ତ ହେଉନାହିଁ। ଶୀତରେ ପୁରା ହାତ ଗୋଡ଼ ସବୁ ଅଚଳ ହୋଇଯାଉଛି। ରାତି ତ ଆଜ୍ଞା ବହୁତ ଥଣ୍ଡା ହେଉଛି, ଘରୁ ବାହାରି ହେଉନାହିଁ। ଶୀତରେ ରହିଯିବାକୁ ଯିଏ ବାହାରେ ରହୁଛନ୍ତି ନିଆଁରେ ଆଶ୍ରୟ ନେଇକି ରହୁଛନ୍ତି, ନହେଲେ ତ ରାତିରୁ ସେଠି ଘରେ ରହିଯାଉଛନ୍ତି। 10ଟା ପରେ ଏକା କାମକୁ ବାହାରିବାକୁ ପଡ଼ୁଛି, ତଥାପି ଦେଖିକି ଏକା 10ଟା ପରେ ହେଉଛି ସିନା, ତଥାପି ଥଣ୍ଡା କୁହୁଡ଼ିରେ ରହିଯାଉଛି। 10ଟା ପରେ ଏକା ଯିବାକୁ ପଡ଼ୁଛି କାମକୁ। ଆଉ ସନ୍ଧ୍ୟାବେଳେ ତ ସାଢ଼େ 6ଟା ଭିତରେ ତ କୁହୁଡ଼ି ହେଇକି ଥଣ୍ଡା ଅନୁଭୂତ ହେଉଛି। ତାପରେ ଏମିତି ବାହାରେ ଟିକେ ନିଆଁ ଲାଗିକି 8ଟା 9ଟା ପର୍ଯ୍ୟନ୍ତ ଟିକେ ନିଆଁରେ ବସିବାକୁ ପଡ଼ୁଛି। ତାପରେ ଘରେ ଯାଇକି ଶୋଇବାକୁ ପଡ଼ୁଛି ଆଉ ଥଣ୍ଡାକୁ ଆଉ।